ଭକ୍ତ ମନେଇ ସାହୁଙ୍କ 534ତମ ଜନ୍ମ ଉତ୍ସବ ପାଳନ। ମକର ସଂକ୍ରାନ୍ତି ଅବସରରେ ଭକ୍ତ ମନେଇ ସାହୁଙ୍କ 534ତମ ଜନ୍ମ ଉତ୍ସବରେ ଗୁରୁ ପ୍ରୋତ୍ସାହନ ସେବା ସମିତି କାଣ୍ଡଗଦାର 11ତମ ବାର୍ଷିକ ସମାରୋହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୌରପଲ୍ଲୀର ପ୍ରତିଭାବାନଙ୍କୁ ଉତ୍ସାହିତ କରିବା ପାଇଁ ଗୁରୁ ପ୍ରୋତ୍ସାହନ ସେବା ସମିତି ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ଯୋଗ, ଆସନ, ଭାଷଣ, କୁଇଜ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକାରେ କୁବେର ଚରଣ ସାହୁ, ଶ୍ରାବଣ ପ୍ରଧାନ, ଦିବାକର ରାଉତ, ରତ୍ନାକର ରାୟକ, ବିକ୍ରମ ପଲାଇ, ଧ୍ୟାନଚାନ୍ଦ ରଣା, ଆଲୋକ ବାରିକ, ଦୀପ୍ତିରଞ୍ଜନ ପ୍ରଧାନ, ବିପ୍ଳବ ପ୍ରଧାନ, ରଶ୍ମିରଞ୍ଜନ ରାଉତ, ସମ୍ବିତ ଜେନା, କାମଦେବ ମଙ୍ଗରାଜ ଆଦି ଉପସ୍ଥିତ ରହିଥିଲେ। ଆହୁରି ମଧ୍ୟ ଶେଷଦେବ ନାଥୀ, ଦେବରାଉତ, ଶ୍ରୀରାମ ରାଉତ, ପ୍ରମୋଦ ନାୟକ, ଦିଲ୍ଲୀପ ବାରିକ, ରବୀନ୍ଦ୍ର ରାଉତ ଆଦି ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଦିତ୍ୟ ପ୍ରଧାନ ଓ ତାଙ୍କ ସାଙ୍ଗମାନେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରବକ୍ତା ଭାବରେ ବିଳାସିନୀ ପଣ୍ଡା ଓ ପିକେ ମିଶ୍ର ଯୋଗ ଦେଇଥିଲେ। ଶେଷରେ ସମସ୍ତ ଗ୍ରାମବାସୀ ଓ ଅତିଥି ମିଶି ପ୍ରସାଦ ସେବନ କରିଥିଲେ। ଜଗନ୍ନାଥ, ମୋର ନାଁ ଶ୍ରୀ ରତ୍ନାକର ନାୟକ, ଘର କାଣ୍ଡଗୋଦା। ମନ୍ନାଥ ଶ୍ରୀ ଜଗନ୍ନାଥ ମଦଗୁରୁ ଶ୍ରୀ ଜଗତ ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଜୟ ଜଗନ୍ନାଥ, ଜୟ ଭକ୍ତ ମନେଇ। ଆଜି ପବିତ୍ର ମକର ସଂକ୍ରାନ୍ତି, ଭକ୍ତ ମନେଇଙ୍କର ଜନ୍ମୋତ୍ସବ ଆଜି କାଣ୍ଡଗୋଦା ଗ୍ରାମରେ ଧୁମଧାମରେ ପାଳନ କରାଯାଉଛି ଏବଂ ସେହିଦିନ ଆମର ଗୁରୁ ପ୍ରୋତ୍ସାହନ ସ୍ମୃତି ସମିତିର ଗୁରୁମାନଙ୍କ ଉଦ୍ଦେଶ୍ୟରେ ଶିଶୁମାନଙ୍କ ପାଇଁ ଗୋଟିଏ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ସମସ୍ତ ଶିଶୁମାନଙ୍କୁ କୁଇଜ, ଡିବେଟ, ପ୍ରଶ୍ନ କାର୍ଯ୍ୟକ୍ରମ ରହିବା ସହିତ ସମସ୍ତଙ୍କ ପାଇଁ ଖାତା କଲମ ଏବଂ ଖାଇବାର ବ୍ୟବସ୍ଥା ମଧ୍ୟ ରହିଅଛି ଏବଂ ଏଥିରେ ଅନେକ ମହାନ ଅତିଥିମାନେ ଯୋଗ ଦେଇଥିଲେ। ତେଣୁ ଚ୍ୟାନେଲ ମାଧ୍ୟମରେ ଆମେ ମଧ୍ୟ ଆପଣମାନଙ୍କୁ ଅନେକ ଧନ୍ୟବାଦ ଦେଉଛୁ। ଆପଣ ମଧ୍ୟ ପ୍ରତିବର୍ଷ ପୂର୍ବବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ଆମକୁ ସହଯୋଗ କରୁଛନ୍ତି। ଏ ସ୍ମୃତି ସମିତିର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ପିଲାମାନେ ଭବିଷ୍ୟତରେ ଯେଭଳି ଉତ୍ତମ ନାଗରିକ ହୋଇ ଦେଶର ସେବା କରନ୍ତୁ ଏବଂ ଜଣେ ଜଣେ ଉତ୍ତମ ଛାତ୍ର ଭାବରେ ନିଜକୁ ଗଢ଼ି ତୋଳନ୍ତୁ, ଏହି ଉଦ୍ଦେଶ୍ୟ ନେଇ ଏ କାର୍ଯ୍ୟକ୍ରମଟି କରାଯାଇଛି। ଏଥିରେ କାଣ୍ଡଗୋଦାର ସମସ୍ତ ଯୁବ ସମାଜ, ସମସ୍ତ ନେତୃବୃନ୍ଦ ଏବଂ ସମସ୍ତ ଛାତ୍ର ସମାଜମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏହାର ପ୍ରତିଷ୍ଠାତା କୁବେର ଚରଣ ସାହୁ ଏବଂ ତାଙ୍କର ସମସ୍ତ ସହଯୋଗୀମାନଙ୍କୁ ନେଇ ଏହି ଅନୁଷ୍ଠାନଟି ସୁନ୍ଦର ଏବଂ ସରସ ଭାବରେ ଗଢ଼ି ତୋଳିଛନ୍ତି। ସେହି ପ୍ରଭୁ ଜଗତର ନାଥ ଜଗନ୍ନାଥ ବିଶ୍ୱାସର ବିସ୍ମୟ ଦେବତା, ତାଙ୍କ ପାଖରେ ଆମେ ଏତିକି ନିବେଦନ ରଖିବୁ, ଭବିଷ୍ୟତରେ କାର୍ଯ୍ୟକ୍ରମ ଆହୁରି ଯେମିତି ଅଧିକରୁ ଅଧିକ ଉନ୍ନତି କରିବ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମେ ଉତ୍ସାହିତ କରି ଯେଉଁମାନେ ବୃତ୍ତି ପାଇଛନ୍ତି, ନବୋଦୟ ପାଇଛନ୍ତି, ପଠାଣି ସାମନ୍ତ ପାଇଛନ୍ତି, ସମସ୍ତଙ୍କୁ ପ୍ରୋତ୍ସାହନ ରାଶି ସହିତ ଆମେ ମଧ୍ୟ ମାନପତ୍ର ପ୍ରଦାନ କଲୁ। ସେମାନେ ଯେଭଳି ଭବିଷ୍ୟତରେ ନିଜକୁ ଏ ଦେଶର ସୁନାଗରିକ ଭାବେ ଗଢ଼ି ତୋଳିବେ, ବାପା ମାଆଙ୍କର ସେବା କରିବେ, ଗାଁ ପାଇଁ, ରାଜ୍ୟ ପାଇଁ, ଦେଶ ପାଇଁ କିଛି ଜନହିତକର କାର୍ଯ୍ୟ କରିବେ, ସେହି ଉଦ୍ଦେଶ୍ୟ ନେଇ ଏ କାର୍ଯ୍ୟକ୍ରମଟି କରାଯାଉଛି। ଯାହାର ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ଭୀମସେନ ପ୍ରଧାନ, ଯିଏକି ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ, ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ସମସ୍ତ ଗୁରୁମାନଙ୍କୁ ନେଇ ଏକୋଇ ଗୁରୁ ଜଗନ୍ନାଥ ଆଉ କିଏ ହୋଇବ ସମର୍ଥ। ତେଣୁ ଗୁରୁ ପରମ୍ପରାକୁ ଜୀବିତ କରିବା ପାଇଁ ଆମର ଏ ପ୍ରୟାସ ଏବଂ ପ୍ରଚେଷ୍ଟା। ତେଣୁ ଆପଣଙ୍କୁ ଧନ୍ୟବାଦ। ଆପଣ ଏ ବାର୍ତ୍ତା ସାରା ଭାରତରେ, ସାରା ଓଡ଼ିଶାରେ ସମସ୍ତଙ୍କୁ ଜଣାଇ ଦିଅନ୍ତୁ। ପିତାମାତା ହେଉଛନ୍ତି ପ୍ରଥମ ଗୁରୁ। ସମସ୍ତେ ବାପା ମାଆଙ୍କର ସେବା କରିବା ସହିତ, ଗୁରୁଙ୍କର ସେବା କରିବା ସହିତ ସେହି ଜଗତଗୁରୁ ଜଗନ୍ନାଥଙ୍କ ପାଖରେ ନିଜର ପ୍ରଣତି ଢାଳନ୍ତୁ ଏବଂ ସମାଜର ମଙ୍ଗଳ ହେଉ। ଜୟ ଜଗନ୍ନାଥ। ସେଠିକି କାଢ଼ିବାକୁ ବିଲକୁଲ ଆସୁନି, ବାହାରୁନି, ଏପଟୁ ସେପଟକୁ ଯାଉନି କି ଏପଟକୁ ଆସୁନି, କ'ଣ କରିବେ? ତେଣୁ ଭକ୍ତରାଜ ମନେଇ କହିଲେ, ପ୍ରଭୁ ଏପରି ଅବସ୍ଥାରେ ପ୍ରାଣୀ କଷ୍ଟ ପାଉଛି, ମୁଁ ତାକୁ ଛାଡ଼ି ଦେଇ ଯିବାଟା କ'ଣ ସୁନ୍ଦର ହେବ ପ୍ରଭୁ? ତେଣୁ ପ୍ରଭୁ ଯଦି ମୋର କିଛି ସଞ୍ଚିତ ପୁଣ୍ୟରୁ ଥାଏ, ମୋର ପୁଣ୍ୟ କିଛି ସଞ୍ଚିତ ଥାଏ, ସେଇ ସଞ୍ଚିତ ପୁଣ୍ୟରୁ ପ୍ରଭୁ, ହେ ପ୍ରଭୁ ଆପଣଙ୍କ ଆଶୀର୍ବାଦରୁ ଏ ବଗ ପକ୍ଷୀଟିକୁ ଭଲ କରିଦିଅ, ମୁଁ ଆପଣଙ୍କୁ ଦର୍ଶନ କରିବାକୁ ଯିବି।
ତେଣୁ ସଙ୍ଗେ ସଙ୍ଗେ ଆଗ କ'ଣ ହେଲା ନା ଭଗବାନ ଶୂନ୍ୟବାଣୀ କଲେ, କହିଲେ ହେ ମନେଇ ତୁମର ଗ୍ରାମର ନାମ କ'ଣ ତ? ନା ମୋ ଗ୍ରାମର ନାମ କାଣ୍ଡଗୋତା। ନା ତୁମର ନାମ କ'ଣ? ନା ମନେଇ ସାହୁ। ନା ଗ୍ରାମର ନାମ ସହିତ ତୁମର ନାମକୁ ଯୋଡ଼ି ଦେଇ 3 ଢୋକ ପାଣି ପିଆଇ ଦିଅ। ପାଣି ପିଆଇ ଦେବା ପରେ ତା ଗ୍ରୀବାକୁ ଆଉଁସି ତ ଆପେ ଆପେ କଣ୍ଟା ଖସିଯିବ। ତାପରେ କ'ଣ କଲେ ନା କାଣ୍ଡଗୋତା ମନେଇ ସାହୁ ତଣ୍ଟିରୁ କଣ୍ଟା ଖସିଯାଉ, ଆପେ ଆପେ ତାଙ୍କ କଣ୍ଠରୁ ଯେତେବେଳେ ଝରି ଆସିଲା 3 ଥର କହିଦେଲେ କାଣ୍ଡଗୋତା ମନେଇ ସାହୁ, ତଣ୍ଟିରୁ କଣ୍ଟା ଖସିଯାଉ, 3 ଢୋକ ପାଣି ପିଆଇ ଦିଅ, ଗ୍ରୀବାକୁ ଆଉଁସି ଦିଅନ୍ତେ, କଣ୍ଟାଟି ଖସିଗଲା। ତାପରେ ଭକ୍ତରାଜ ମାନେ ଗଲେ। କ୍ରମେ କ୍ରମେ ବାର୍ଦ୍ଧକ୍ୟ ଅବସ୍ଥା ଆସିଲା। ତାପରେ ବାର୍ଦ୍ଧକ୍ୟ ହେବାରେ ପ୍ରଭୁଙ୍କ ପାଖରେ ନିବେଦନ କଲେ, ପ୍ରଭୁ ମୁଁ ତ ଆଉ ଏତେ କଥା ଯାଇ ଆସିପାରିବିନି, ଆଖିକି ଭଲ ଭାବେ ଦେଖାଯାଉନି, ଆଣ୍ଠୁ ଗଣ୍ଠି ଧରିଲାଣି, ଚର୍ମ ଲୋଚା ଲୋଚା ହେଲାଣି, ଆଖିରୁ ଲେଞ୍ଜରା ବହିଲାଣି, ପ୍ରଭୁ ଏତେ କଥା କ'ଣ ମୋର ଆସିବା ସମ୍ଭବ? ତେଣୁ ପ୍ରଭୁଙ୍କ ଆପଣଙ୍କ ଦର୍ଶନ ବିନା ତ ମୁଁ ରହିପାରିବିନି, ତେଣୁ ବଞ୍ଚିବେ କେମିତି, କ'ଣ କରିବି? ତେଣୁ ପ୍ରଭୁ ଆଜ୍ଞା ଶୂନ୍ୟବାଣୀ କଲେ, କହିଲେ ହେ ମନେଇ ମୁଁ ତୁମକୁ ତୁମ ଗ୍ରାମର ନିକଟରେ ମୁଁ ତୁମକୁ ଦର୍ଶନ ଦେବି। ତେଣୁ ରତ୍ନଚିରା ନଦୀରେ 3ଗୋଟି ଦାରୁ ଭାସିବ, ତେଣୁ ସେଇ ଦାରୁକୁ ନେଇ ତୁମେ ମୂର୍ତ୍ତି ଗଠନ କରିବ। ତେଣୁ ମୁଁ ତୁମକୁ ତୁମରି ଗ୍ରାମରେ ହିଁ ତୃତୀୟା ଦେବ ନାମରେ ଦର୍ଶନ ଦେବି। ଭକ୍ତର